ଆକ୍ଚୁଆଲି ଗତ 11 ତାରିଖରେ 11/2/2026 ମସିହାରେ ତପସ୍ୱିନୀ ରାଉତ ନାମକ ଜଣେ ସ୍ତ୍ରୀ ଲୋକ ତାଙ୍କ ଘରେ ଆକ୍ଚୁଆଲି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଣ୍ଡରରେ ସେ ଗୋଟିଏ ବିଞ୍ଝାଣୁ ଥାନା ଅଭିଯୋଗ କରିଥିଲେ କି ତାଙ୍କ ଯିଏ ନଣନ୍ଦ ଅଛି କୁନିତା ସାମଲ ବୋଲି ଯିଏକି ଆଜକୁ 15 ବର୍ଷ ତଳେ ବିବାହ କରିଥିଲେ ତାଙ୍କ ସ୍ୱାମୀ ଦୀନବନ୍ଧୁ ସାମଲକୁ ତାଙ୍କର ଗୋଟିଏ ଛୋଟ ପୁଅ ଅଛି ଏବଂ ଛୋଟ ଝିଅ ଅଛି। ତାଙ୍କର ଆଲିଗେସନ୍ ଥିଲା କି ତାଙ୍କର ଶାଶୁ ଶ୍ୱଶୁର ଏବଂ ସ୍ୱାମୀ ଦିଅର ନଣନ୍ଦ ଏବଂ ସମସ୍ତେ ମିଶି ତାଙ୍କ ନଣନ୍ଦକୁ ତଣ୍ଟି ଚିପି ହତ୍ୟା କରିଛନ୍ତି ଏବଂ ତାଙ୍କ ବାରି ପଛରେ ପୋଡ଼ି ଦେଇଛନ୍ତି। ଏ ସମ୍ବନ୍ଧରେ ଆମର ଗୋଟେ କେସ୍ ହେଇଥିଲା ବିଞ୍ଝାରପୁର ପୁଲିସ୍ ଷ୍ଟେସନର 78/2026। ତାକୁ ଆମର IIC ବିଲୋ ମୋଡ଼ ସେଠି ଇନଭେଷ୍ଟିଗେସନ୍ କରୁଥିଲେ ଏବଂ ତାଙ୍କୁ ଆସିଷ୍ଟ କରୁଥିଲେ ଆମର ପାର୍ବତୀ ମଲ୍ଲିକ ବୋଲି ଆଉ ଜଣେ ସେକେଣ୍ଡ ଇନ୍ସପେକ୍ଟର। ସେତେବେଳେ ଆମେ ସ୍ପଟ୍ ଭିଜିଟ୍ କରିଥିଲୁ। ସ୍ପଟ୍ ଭିଜିଟ୍ରେ ଆମେ ଯାହା ଦେଖିଥିଲୁ, ସ୍ପଟ୍ ଭିଜିଟ୍ ଆମେ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ସହାୟତା ନେଇଥିଲୁ। ସ୍ପଟ୍ ଭିଜିଟ୍ ଦେଖିଥିଲୁ ସେ ଡେଡ୍ ବଡି ପୋଡ଼ି ଯାଇଥିବା ଅବସ୍ଥା ତାଙ୍କ ବାରି ପଛପଟେ ପଡ଼ିଥିଲା। ତାଙ୍କ ଡେଡ୍ ବଡି ସ୍ପଟ୍ ଭିଜିଟ୍ କଲାବେଳେ ଆମେ ଯାହା IO ପ୍ଲସ୍ SO ପ୍ଲସ୍ ଆମର ASO ସେମାନେ ସାଇଣ୍ଟିଫିକ୍ ଟିମ୍ ଲଗେଇ ସ୍ପଟ୍ ଅନୁଧ୍ୟାନ କରିଥିଲୁ। ସେ ସ୍ପଟ୍ରୁ କିଛି ଆମକୁ କିଛି କ୍ଲୁ ଫିଜିକାଲ୍ କ୍ଲୁ କିଛି ମିଳିଥିଲା। ଆମେ ଦେଖିଥିଲୁ ଯଥା କ'ଣ କି ତାର ମୁଣ୍ଡରେ ଗୋଟେ ହେଡ୍ ଇଞ୍ଜୁରି ଥିଲା ଏବଂ ତାର ଯେଉଁ ବଡ଼ିଟା ବର୍ନ ଇଞ୍ଜୁରି ଥିଲା ତାର ତଳପଟୁ ଇଞ୍ଜୁରି ଥିଲା, ତାର ହେଡ୍ ପାର୍ଟଟା ବା ତାର ଛାତିରୁ ଉପରୁ କୌଣସି ଇଞ୍ଜୁରି ନଥିଲା, ବର୍ନ ଇଞ୍ଜୁରି ନଥିଲା। ତାର ତ ଯେଉଁ ପ୍ଲାଷ୍ଟିକ୍ ଡିଜେଲ ଜାର୍ ଥିଲା ସେ ଜାର୍ଟା ମାନେ ଡେଡ୍ ବଡିକି ଆଟାଚ୍ ହେଇକି ପଡ଼ିଥିଲା ଏବଂ ସେ ସ୍ପଟ୍ରେ ସେ ପୋଡ଼ି ଯାଇଥିଲା ବୋଲି ଆଲିଗେସନ୍ ଥିଲା। ସେ ସ୍ପଟ୍ କୌଣସି ପ୍ରକାର ଡିଷ୍ଟର୍ବ ହୋଇନଥିଲା। ତେଣୁ ସେଇ ଜାଗାରେ ଆମର ମଧ୍ୟ ସନ୍ଦେହ ସୃଷ୍ଟି ହେଇଥିଲା। ତାପରେ ଯେହେତୁ ଆଲିଗେସନ୍ ଥିଲା ହତ୍ୟା ବୋଲି ଆମେ ତାର ସ୍ୱାମୀକୁ ପ୍ରଥମେ ଆପଏଣ୍ଟ କରିଥିଲୁ। ସ୍ୱାମୀକୁ ଆପଏଣ୍ଟ କଲା ପରେ ଆମେ ସମସ୍ତ ଜିନିଷ ସ୍ୱାମୀ ତରଫରୁ ପଚାରି ବୁଝିଲୁ, ଜଣାପଡ଼ିଲା ସ୍ୱାମୀ ନିଜେ ମଧ୍ୟ ସୋମଠୁ କନଫେସ୍ କଲା ପୁଲିସର କଷ୍ଟଡି ଥାଇକିରି ଯେ ତା ସ୍ତ୍ରୀ ଏବଂ ସ୍ୱାମୀ ଦୁଇ ଜଣ ମିଶିକି ସେ ଯେଉଁ ଅଞ୍ଚଳରେ ଯେଉଁ ଫାଇନାନ୍ସ କମ୍ପାନୀ ଅଛି ମହିଳା ସ୍ୱୟଂସହାୟକ ଗୋଷ୍ଠୀ, ସେ ସ୍ୱୟଂସହାୟକ ଗୋଷ୍ଠୀରୁ ବହୁତ ଗୁଡ଼ିଏ ଟଙ୍କା ସେମାନେ ଲୋନ୍ କରିଥିଲେ ତାଙ୍କ ନିଜ ପରିବାର ପାଇଁ। ଯେତେବେଳେ ତା ନେକ୍ସଟ ବା ତା ପରଦିନ ଅର୍ଥାତ୍ ଯେଉଁଦିନ ଡିସିଜ୍ ମଲା ସେଦିନ ଗୋଟେ ଫାଇନାନ୍ସ କମ୍ପାନୀର ଅନ୍ନପୂର୍ଣ୍ଣା ଫାଇନାନ୍ସର କିଛି ଏମାନେ ଲୋନ୍ ରିପେମେଣ୍ଟ କରିବାକୁ ଥିଲା। ତା ସ୍ତ୍ରୀ ଯେତେବେଳେ ତା ସ୍ୱାମୀକି ସେ ରାତିରେ ସେ କହିଛି ଟଙ୍କା 5,300 ଟଙ୍କା ଦରକାର ଲୋନ୍ ରିପେମେଣ୍ଟ ପାଇଁ। ତା ସ୍ୱାମୀ ତାକୁ ଦେବାରେ ଅସମର୍ଥ ହେଇଛି ଏବଂ ତା ସ୍ତ୍ରୀ ସହିତ ଝଗଡ଼ା ହେଇକି ପ୍ରାର୍ଥନା ହେଇଛି। ଉଭୟ ପ୍ରାର୍ଥନା ପରେ କିଛି ସମୟ ପରେ ତା ସ୍ୱାମୀ ପଳେଇଥିଲା ବାହାରକୁ। ମାତ୍ର ରାତି 9:30 ବେଳକୁ ପୁନର୍ବାର ଫେରିଲା ପରେ ତା ସ୍ତ୍ରୀ ମଧ୍ୟ ସେଇ କଥା କହିଛି ଯେ ଆସନ୍ତାକାଲି ସେ ଲୋନ୍ ପାଇଁ ମଧ୍ୟ ତାଙ୍କ ଲୋକ ଆସିବେ, ତେଣୁ ଟଙ୍କା କୌଣସି ପ୍ରକାର ଆୟୋଜନ କରିବାକୁ ଅଛି। ତା ସ୍ୱାମୀ ତା ସହିତ ପାଟିତୁଣ୍ଡ କରିଥିଲା, ଝଗଡ଼ାଝାଟି କରିଥିଲା ଏବଂ ତା ଘରର ଅନ୍ୟ ଫ୍ୟାମିଲି ମଧ୍ୟ ଅଛନ୍ତି, ଶ୍ୱଶୁର କୁହନ୍ତୁ, ଦିଅର କୁହନ୍ତୁ, ନଣନ୍ଦ କୁହନ୍ତୁ, ସେମାନେ ସମସ୍ତେ ମଧ୍ୟ ତା ସ୍ତ୍ରୀ ଉପରେ ଚାପ ପ୍ରୟୋଗ କରିଥିଲେ ଏବଂ ତାକୁ ଟଙ୍କା ଦେଇପାରିବ ନାହିଁ କହିଥିଲେ। ଅନ୍ୟପଟେ ସ୍ତ୍ରୀ କୁନିତାର ନାଁରେ ମଧ୍ୟ ଲୋନ୍ ହେଇଥିଲା। ତେଣୁ ଯେତେବେଳେ ବାରମ୍ବାର ଡିମାଣ୍ଡ କରିଛି ଏବଂ ତାକୁ ମନା କରିଛନ୍ତି, ଉଭୟଙ୍କ ଭିତରେ ପାଟିତୁଣ୍ଡ ହେଇଛି, ଝଗଡ଼ାଝାଟି ହେଇଛି। ଯେତେବେଳେ ଘଟଣା ଭାଉଲେଣ୍ଟ ହେଇଛି ତାକୁ ସମସ୍ତେ ମିଶିକି ମାରଧର କରିଛନ୍ତି। ସେ ସ୍ତ୍ରୀ ଲୋକଟି ମାରଧର କଲା, ସେ ନିଜ ଜୀବନ ବଞ୍ଚିବା ପାଇଁ ଛାତ ଉପରୁ ପଳେଇ ଯାଇଛି। ତାପରେ ସେମାନେ ଯେତେବେଳେ ଛାତ ଉପରୁ ସେମାନେ ଘୋଷାଡ଼ିକି ଆଣିଛନ୍ତି ତଳକୁ ଆଣିଲା ପରେ ତାଙ୍କ ଯେଉଁ ତଳ ଘରେ ଗୋଟେ ଅଛି ଚୁଲା ଅଛି, ଯେଉଁ ରୋଷେଇ କରି ଚୁଲି ପାଖରେ ତାଙ୍କୁ ସେମାନେ ମାରଧର କରିଛନ୍ତି ଏବଂ ତା ହଜବାଣ୍ଡ ଓ ସ୍ୱାମୀ ଏ ଯେଉଁ ଲୁହା ରଡ଼ ଆପଣ ଦେଖୁଛନ୍ତି ସେ ଲୁହା ରଡ଼ ତା ମୁଣ୍ଡକୁ ପିଟି ଦେଇଛି। ମୁଣ୍ଡ ପିଟି ଦେଲା ପରେ ମୁଣ୍ଡରେ ହାମରେଜ୍ ଇଞ୍ଜୁରି ହେଇଛି ଏବଂ ସେଇ ଜାଗାରେ ତାର ସ୍କଲ୍ ଇଞ୍ଜୁରି ହେଇଛି ଏବଂ ସେଇ ଜାଗାରେ ମରିଯାଇଛି। ମରିଗଲା ପରେ ତାଙ୍କ ଘରର ସମସ୍ତ ମେମ୍ବର୍ସ ଦୁଇ ଜଣ ଦିଅର, ନଣନ୍ଦ, ଶାଶୁ, ଶ୍ୱଶୁର ଏବଂ ସ୍ୱାମୀ ନିଜେ ସମସ୍ତେ ଯାଇକି ତାକୁ ଗୋଟେ ପ୍ଲାଣ୍ଟିଂ କରିଛନ୍ତି। ତାଙ୍କ ଘରେ ଗୋଟେ ଡିଜେଲ ଜାର୍କିନ୍ ଥିଲା, ତାକୁ ନେଇକରି ବାହାରେ ତାଙ୍କ ବାରିଆଡ଼େ ତାକୁ ପକେଇକିରି ପୋଡ଼ିଛନ୍ତି। ପୋଡ଼ିଲା ପରେ ତାଙ୍କର ବାପ ଘରକୁ ଖବର ଦେଇଛନ୍ତି ତମ ଝିଅ ସୁଇସାଇଡ୍ କରିଛି ବୋଲି। ପରଦିନ ସକାଳେ ତାଙ୍କର ତପସ୍ୱିନୀ ଯେ ତାଙ୍କର ଭାଉଜ ସିଏ ଆଜି ଥାନାରେ ଅଭିଯୋଗ କଲେ। ଅଭିଯୋଗ କଲା ପରେ ଆମେ ତାପରେ ଏହିସବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛୁ। ଗ୍ରହଣ କଲା ପରେ ତା ସ୍ୱାମୀର କଥାକୁ ଆମେ କନଫେସନାଲ ଷ୍ଟେଟମେଣ୍ଟ ଗ୍ରହଣ କଲୁ ଏବଂ ତା ସ୍ୱାମୀ କହିବା ମୁତାବକ ସେ ଯେଉଁ ଜାଗାରେ ଲୁଚେଇ ରଖିଥିଲା ଲୁହା ରଡ଼ଟା ଯାହାକୁ ସେ ୱିପନ୍ ଅଫ୍ ଅଫେନ୍ସ ୟୁଜ୍ କରିଥିଲା ସେ ଲୁହା ରଡ଼ ମଧ୍ୟ ରିକଭର ଦେଇଛି। ଆମେ ତାକୁ ଜବତ କରୁଛୁ ଏବଂ ଅନ୍ୟ ସମସ୍ତ ଆକ୍ୟୁଜକୁ ଆମେ ଗିରଫ କରିବାକୁ ସକ୍ଷମ ହୋଇଛୁ। ସେ ଗିରଫ ଆସାମୀ ହେଲେ ତା ସ୍ୱାମୀ ଯିଏ ଅଛି ଦୀନବନ୍ଧୁ ସାମଲ ତାକୁ ଗିରଫ କରୁଛୁ, କୃପା ସିନ୍ଧୁ ସାମଲ ତାର ଦିଅର, ଆଉ ଗୋଟେ ଦ୍ୱାରିକାନ୍ତ ସାମଲ ତାର ଶ୍ୱଶୁର, ରେବତୀ ସାମଲ ତାର ଶାଶୁ, ସବିତା ସାମଲ ହେଉଛି ତାର ନଣନ୍ଦ ଯାହା ଏଇଭଳି ଆମେ 5 ଜଣଙ୍କୁ ଗିରଫ କରୁଛୁ ଏବଂ ଆଜି ତାଙ୍କୁ କୋର୍ଟ ଚାଲାଣ କରୁଛୁ। ଆମେ କହିଲେ ଆପଣ ଫାଇନାନ୍ସ କମ୍ପାନୀର ପଇସା ପରିଶୋଧ କରିବା ପାଇଁ ତାଙ୍କ ଭିତରେ ଯୁକ୍ତିତର୍କ ହେଲା ଏବଂ ଆଉଟ୍ ଅଫ୍ ସଡନ୍ ପ୍ରଭୋକେସନ୍ ତା ସ୍ୱାମୀ ତାକୁ ବାଡ଼େଇଲା ଏବଂ ଅନ୍ୟମାନଙ୍କ ମଧ୍ୟ ତାদের ଏଇଭଳିଆ ଇନଫର୍ମେସନ୍ ସେମାନେ ସମସ୍ତେ ମିଳିତ ଭାବେ ମାରିଛନ୍ତି ଏବଂ ସବସିକ୍ୱେଣ୍ଟଲି ତାକୁ ମଧ୍ୟ ପୋଡ଼ିକିରି ଗୋଟେ ଅନ୍ୟ ରୂପ ଦେବା ପାଇଁ ଡିସାପର ଅଫ୍ ଏଭିଡେନ୍ସ ପାଇଁ ସେମାନେ ଉଦ୍ୟମ ଯାଉଛନ୍ତି।